मनोज दासଙ୍କ ଅଜଣାର ଅନ୍ୱେଷଣେ ଅଷ୍ଟମ ପରିଚ୍ଛେଦ ଆନନ୍ଦଙ୍କ ଚମତ୍କାର। ମୁଁ ପାଠ କରୁଛି ସମୀର ରଞ୍ଜନ ଦାସ। ନିକଟ ଅତୀତର କଥା। ପାଠକମାନଙ୍କ ଭିତରେ କେହି କେହି ଆଲେକ୍ଜାଣ୍ଡ୍ରା ଡେଭିଡ୍ ନିଲ୍ ନାମକ ମହିୟସୀ ମହିଳାଙ୍କ ବହି ପଢ଼ିଥିବେ ଅଥବା ତାଙ୍କ ନାମ ଶୁଣିଥିବେ। ସେ ଥିଲେ ନିଷ୍ଠାପର ବୌଦ୍ଧ ଏବଂ ତିବ୍ବତର ଲାସା ଅଭିମୁଖେ ସଫଳ ଅଭିଯାନ ତଥା ସେଠାରେ ଅଧ୍ୟବସାୟ କରିବାରେ ସର୍ବପ୍ରଥମ ୟୁରୋପୀୟ ମହିଳା। ସେତେବେଳେ ତିବ୍ବତ ଏକ ଦୁର୍ଗମ ରହସ୍ୟମୟ ରାଜ୍ୟ। ଆଜିର ଲାଓସ୍, କାମ୍ବୋଡ଼ିଆ ଏବଂ ଭିଏତନାମ ଗତ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଇଣ୍ଡୋ ଚାଇନା ଭାବେ ଚିହ୍ନିତ ହେଉଥିଲା। ଶ୍ରୀମତୀ ଆଲେକ୍ଜାଣ୍ଡ୍ରା ଏକ ପରିବ୍ରାଜକ ଦଳ ସହ ତିବ୍ବତ ଯାତ୍ରା କରୁଥାନ୍ତି ସେହି ମୂଲକ ଅତିକ୍ରମ କରି। ଇଣ୍ଡୋ ଚାଇନାର ବହୁ ଅଂଶ ଥାଏ ନିବିଡ଼ ଅରଣ୍ୟାବୃତ। ସେସବୁ ଅରଣ୍ୟର ପ୍ରଧାନ ବାସିନ୍ଦା ବାଘ। ସତର୍କ ତଥା ଦଳବଦ୍ଧ ଭାବରେ ନଗଲେ ବାଘ ହାବୁଡ଼ରେ ପଡ଼ିବା ଥିଲା ନିଶ୍ଚିତ। ଯେଉଁ ବାଘ ଥରେ ମଣିଷର ସ୍ୱାଦ ପାଇଥାଏ, ସେହି ଅଭିଜ୍ଞତାର ପୁନରାବୃତ୍ତି ଆଶାରେ ସେ ଅରଣ୍ୟ ପଥ ପାଖେ ପାଖେ ଘୂରି ବୁଲୁଥାଏ। ମଣିଷଖିଆ ବାଘଙ୍କୁ ସ୍ଥାନୀୟ ଲୋକେ ବାଘ ବାବୁ ବୋଲି ସମ୍ମାନ କରୁଥାନ୍ତି। ଇଂରାଜୀରେ ମିଷ୍ଟର ଟାଇଗର ଭାବରେ ଉଲ୍ଲେଖିତ। ଦିନକର ସନ୍ଧ୍ୟା। ପରିବ୍ରାଜକ ଦଳ ଚାଲିଥାନ୍ତି ସେମାନଙ୍କ ଶିବିର ସ୍ଥାପନ ନିମନ୍ତେ ନିରୂପିତ ଉପତ୍ୟକା ଉଦ୍ଦେଶ୍ୟରେ। ବଣର ଗହନ ଅଞ୍ଚଳ ମଧ୍ୟ ଦେଇ ସଭୟ, ସତର୍କ, ନିଃଶବ୍ଦ ସେମାନଙ୍କ ଗତି। ହଠାତ୍ ଆଲେକ୍ଜାଣ୍ଡ୍ରା ରହିଗଲେ। କ'ଣ ହେଲା? ସଙ୍ଗୀମାନେ ପ୍ରଶ୍ନ କଲେ। ତମେମାନେ ଯାଅ, ଶିବିର ସ୍ଥାପନର ଆୟୋଜନ କର, ମୁଁ ଠିକ୍ ସମୟରେ ପହଞ୍ଚିଯିବି, ଉତ୍ତର ଦେଲେ ମହିଳା। ମାନେ ମୋର ଧ୍ୟାନ ସମୟ ହୋଇଯାଇଛି। ଏଇଠି ବସି ତାହା ଉଦ୍ଯାପନ ହେବା ଅନ୍ତେ ମୁଁ ପୁଣି ଚାଲିବାକୁ ଆରମ୍ଭ କରିବି। ସେମାନଙ୍କ ଅଭିଜ୍ଞ ପଥପ୍ରଦର୍ଶକ ତାଙ୍କୁ ନେହୁରା ହୋଇ କହିଲେ କି ତାଙ୍କୁ ସେଠାରେ ଏକାକୀ ଛାଡ଼ିଯିବାର ଏକମାତ୍ର ଅର୍ଥ ହେଲା ତାଙ୍କୁ ବାଘବାବୁକୁ ଉତ୍ସର୍ଗ କରିଦେବା। କିନ୍ତୁ ଯିଏ ଯେତେ ବୁଝାଇଲେ ମଧ୍ୟ ଆଲେକ୍ଜାଣ୍ଡ୍ରା ତାଙ୍କ ଜିଦ୍ରେ ଅଟଳ। ଧ୍ୟାନର ଶୃଙ୍ଖଳା ତୁଳନାରେ ବିପଦ କିଛି ନୁହେଁ, ସେ ବୁଝାଇଲେ। ଅନ୍ଧାର ହୋଇଯିବ ଅଚିରେ। ସାଥୀମାନେ ଯଥାସାଧ୍ୟ ବୁଝାଇ ବିଫଳ ମନୋରଥ ହୋଇ ଆଗକୁ ବଢ଼ିଲେ। ଏ ଅଦ୍ଭୁତ ମହିଳାଙ୍କ ସହ ଆଉ ଭେଟ ହେବ ସେ ଆଶା ସେମାନେ ଜଳାଞ୍ଜଳି ଦେଲେ। ଆଲେକ୍ଜାଣ୍ଡ୍ରା ଗୋଟାଏ ବିଶାଳ ଗଛ ତଳେ ଚକା ପାରି ବସିଗଲେ। ଧ୍ୟାନ ଆରମ୍ଭ ହେଲା। କିନ୍ତୁ ଅଳ୍ପ ସମୟ ପରେ ସେ ଅନୁଭବ କଲେ ପରିବେଶରେ ଅସ୍ୱସ୍ତିକର କିଛିର ଆବିର୍ଭାବ। ଧୀରେ ଆଖି ଖୋଲନ୍ତେ ଯେଉଁ ଦୃଶ୍ୟଟି ସିଧାସଳଖ ଜାଜଲ୍ୟମାନ ହେଲା, ତାହା ପରପାରି ନିମନ୍ତେ ପରୁଆନା, ଅର୍ଥାତ୍ ସମ୍ମୁଖରେ ଉପବିଷ୍ଟ ମିଷ୍ଟର ଟାଇଗର। ତା ହାବଭାବରୁ ବୌଦ୍ଧ ମହିଳା ବୁଝିଗଲେ ଯେ ମିଷ୍ଟର ସମ୍ଭ୍ରାନ୍ତ ଆହାରରେ ଅର୍ଥାତ୍ ମଣିଷ ଖାଇବାରେ ଅଭ୍ୟସ୍ତ ଏବଂ ବର୍ତ୍ତମାନ ସେ ପାଇଁ ତାଙ୍କର ସାନନ୍ଦ ଅପେକ୍ଷା। ଆଲେକ୍ଜାଣ୍ଡ୍ରା ଆଖି ବୁଜିଲେ ଏବଂ ନିଜକୁ କହିଲେ କି ଏହି ମୃତ୍ୟୁ ହିଁ ତାଙ୍କ ପାଇଁ ନିର୍ବାଣର ମାର୍ଗ ହେଉ। ସେହି ସିଦ୍ଧାନ୍ତରେ ସେ ନିଜକୁ ପ୍ରସ୍ତୁତ କଲେ ଏବଂ କ୍ରମେ ଗଭୀରରୁ ଗଭୀରତର ଧ୍ୟାନରେ ନିମଜ୍ଜିତ ହେଲେ। ଅଧଘଣ୍ଟାଏ ପରେ ଆଖି ଖୋଲିବା ବେଳକୁ ବାଘବାବୁ ସେଠାରୁ ବିଦାୟ ନେଲେଣି। ମହିଳା ଯାଇ ଶିବିରରେ ପହଞ୍ଚି ସହଯାତ୍ରୀମାନଙ୍କ ଉତ୍କଣ୍ଠା ଦୂର କଲେ। ଶ୍ରୀମତୀ ଆଲେକ୍ଜାଣ୍ଡ୍ରା ଶ୍ରୀମାଙ୍କର ଘନିଷ୍ଠ ଥିଲେ ଏବଂ ତାଙ୍କର ଏ ଅଭିଜ୍ଞତା ସେ ଶ୍ରୀମାଙ୍କ ଆଗରେ ବିବୃତ କରିଥିଲେ। ବାଘବାବୁ ଯେ ତାଙ୍କ ଧ୍ୟାନ ସମ୍ଭୂତ କୌଣସି ଆଧ୍ୟାତ୍ମିକ ପ୍ରଭାବ ଯୋଗୁଁ ନିଜ ଉଦ୍ଦେଶ୍ୟ ଚରିତାର୍ଥ କରିବାରୁ ବିରତ ହେଲେ, ତାହା ନୁହେଁ। ମହିଳାଙ୍କ ସମ୍ପୂର୍ଣ୍ଣ ନିଶ୍ଚଳତା ତାଙ୍କୁ ବଡ଼ ସନ୍ଦେହରେ ପକାଇଲା। ସେ ଗୋଟିକ ଜୀବନ୍ତ ପ୍ରାଣୀ, ବାସ୍ତବ ନା ମାୟା ମାତ୍ର?
ଏମନ୍ତ ଦ୍ୱନ୍ଦ୍ୱରୁ ଉତ୍ତୀର୍ଣ୍ଣ ହେବାରେ ନିଜର ଅକ୍ଷମତା ଯୋଗୁଁ ନିଜ ଉପରେ ବିରକ୍ତ ହୋଇ ସେ ନିଜ ଗୁମ୍ଫା ଭିତରକୁ ପ୍ରସ୍ଥାନ କରିଥିବେ। ବୌଦ୍ଧବାଦର ବହୁ ଅବଦାନ ଭିତରୁ ଧ୍ୟାନ ଶୃଙ୍ଖଳାର ପ୍ରବର୍ତ୍ତନ ଅନ୍ୟତମ। ତପସ୍ୟା ଓ ଯୋଗ ସାଧନାର ଅନିବାର୍ଯ୍ୟ ଆବଶ୍ୟକତା ରୂପେ ଧ୍ୟାନ ବିବେଚିତ ହେଉଥିଲା ବୈଦିକ ଯୁଗରୁ। କିନ୍ତୁ ବୌଦ୍ଧବାଦର ପ୍ରଭାବରେ କାଳକ୍ରମେ ତାହା ସାମୂହିକ ସ୍ତରରେ ମନସ୍ତାତ୍ତ୍ୱିକ ଏବଂ ଏପରିକି ସାଧାରଣ ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମରେ ପରିଣତ ହୋଇଛି। ଜେନ୍ ବୁଦ୍ଧିଜିମ୍ରେ ଜେନ୍ ଶବ୍ଦ ହିଁ ଧ୍ୟାନର ଅପଭ୍ରଂଶ। ବୌଦ୍ଧବାଦ ଏବଂ ପରବର୍ତ୍ତୀ କାଳରେ ତାର ବିକଳ୍ପ ରୂପେ ପ୍ରସାରିତ ଶଙ୍କରାଚାର୍ଯ୍ୟଙ୍କ ମାୟାବାଦକୁ ଜୀବନ ବିରୋଧୀ ଅଥବା ପଳାୟନବାଦୀ ଦର୍ଶନ ବୋଲି କହିବାକୁ ପ୍ରବୃତ୍ତି ହେଉନାହିଁ, ଯଦିଓ ସେଭଳି ଆଖ୍ୟାୟନ ଭୁଲ ହେବ ନାହିଁ। କିନ୍ତୁ ସେଭଳି ସଂକ୍ଷିପ୍ତ ପରିଚୟ ଦୁଇ ଦର୍ଶନର ସର୍ବାଙ୍ଗୀନ ମହତ୍ତ୍ୱକୁ ହ୍ରାସ କରି ଦେଖାଇବ। ବୁଦ୍ଧଦେବଙ୍କ ମହାନୁଭବତା ଏବଂ କରୁଣା, ଶଙ୍କରାଚାର୍ଯ୍ୟଙ୍କ ବୁଦ୍ଧି ଓ ବିଜ୍ଞତା ଅପରିସୀମ। ମନେ ହୁଏ ଉଭୟ ବ୍ୟକ୍ତିତ୍ୱ ସେମାନଙ୍କ ପ୍ରବର୍ତ୍ତିତ ଦର୍ଶନଠାରୁ ମହତ୍ତର, କାରଣ ସେମାନଙ୍କ ଦର୍ଶନର ବହୁବିଧ ବ୍ୟାଖ୍ୟା ଓ ଅନୁସରଣ ପଦ୍ଧତି ଭିତରେ ସେମାନେ ବିକ୍ଷିପ୍ତ ହୋଇଯାନ୍ତି। କିନ୍ତୁ ଯେତେବେଳେ ସେମାନଙ୍କ ମୂଳ ଆଭିମୁଖ୍ୟ ମନେ ରଖି ଆମେ ସେମାନଙ୍କ କାର୍ଯ୍ୟକଳାପ ସ୍ମରଣ କରୁ, ସେତେବେଳେ ଦୁହେଁ ପ୍ରତିଭାତ ହୁଅନ୍ତି ଅପ୍ରତିମ ଉଜ୍ଜ୍ୱଳ ମହାପୁରୁଷ ରୂପେ। କଣ ସେହି ଆଭିମୁଖ୍ୟ? ଅଜ୍ଞାନ ମଣିଷକୁ ଜ୍ଞାନର ଆଲୋକ ପ୍ରଦାନ। ବୁଦ୍ଧଙ୍କ ଦୃଷ୍ଟିରେ ଜୀବନ ଦୁଃଖମୟ। ଜନ୍ମ ପରେ ଜନ୍ମ ଏ ଦୁଃଖ ରହିଥିବ ଅବ୍ୟାହତ, ଏକମାତ୍ର ନିସ୍ତାର ନିର୍ବାଣରେ। ଶଙ୍କରାଚାର୍ଯ୍ୟଙ୍କ ଦୃଷ୍ଟିରେ ସମଗ୍ର ସୃଷ୍ଟି ମାୟା ଅର୍ଥାତ୍ ମିଥ୍ୟା। ଏକମାତ୍ର ସତ୍ୟ ବ୍ରହ୍ମ। ବ୍ରହ୍ମରେ ବିଲୀନ ହେବାରେ ହିଁ ନିସ୍ତାର। ଉଭୟ ଦେଖାଇଲେ ଏ ସୃଷ୍ଟିରୁ ଓହରି ଯିବାର ମାର୍ଗ। ଏ ଅଜ୍ଞାନ ସୃଷ୍ଟି ଦିନେ ଜ୍ଞାନାଲୋକରେ ଉଦ୍ଭାସିତ ହୋଇପାରେ। ଆମ ଜୀବନ ଭିତରେ ସଂଗୁପ୍ତ ବା ସୁଷୁପ୍ତ ବ୍ରହ୍ମ ଦିନେ ପ୍ରକଟିତ ହୋଇପାରେ। ସେଭଳି ଆଶାର କୌଣସି ଆଭାସ ସେମାନେ ଦେଲେ ନାହିଁ। ଭୂପୃଷ୍ଠରେ ଚେତନାର ଯେଉଁ କ୍ରମବିକାଶ ଚାଲିଛି, ତାହାର ପରିଣତି ସମ୍ପର୍କରେ ସେମାନଙ୍କର କୌଣସି ବକ୍ତବ୍ୟ ନାହିଁ। ବେଦରେ କୁଆଡ଼େ ଇଙ୍ଗିତ ରହିଛି, ଦିନେ ମଣିଷ ସତ୍‌ଚିତ୍ ଆନନ୍ଦର ଅଧିକାରୀ ହେବ, ଅର୍ଥାତ୍ ସେ ହେବ ଦିବ୍ୟ ଚେତନାର ଅଧିକାରୀ। ସମ୍ଭବତଃ ଏହି ପ୍ରତିଶ୍ରୁତିର ସଂକେତ ବହନ କରେ ଦଶାବତାର କିମ୍ବଦନ୍ତୀର ଅନ୍ତିମ ପର୍ଯ୍ୟାୟ କଳ୍କି ଅବତାରଙ୍କ ପ୍ରସ୍ତାବିତ କାର୍ଯ୍ୟକଳାପ। ସେ ମ୍ଳେଚ୍ଛ ସଂହାର କରିବେ, କିନ୍ତୁ ସଂହାରରୁ ବର୍ତ୍ତିବ କେଉଁ ଭାଗ୍ୟବାନ? ମନେ ହୁଏ ମ୍ଳେଚ୍ଛ ସଂହାର ନୁହେଁ, ମ୍ଳେଚ୍ଛତ୍ୱର ସଂହାର। ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ଯେଉଁ ଭବିତବ୍ୟ ହେଲା ଚେତନାର ରୂପାନ୍ତର। ଏହି ରୂପାନ୍ତର ଟ୍ରାନ୍ସଫର୍ମେସନ୍ ସମ୍ଭବ ନ ହେବା ପର୍ଯ୍ୟନ୍ତ ମଣିଷ କୌଣସି ଆଦର୍ଶକୁ ତା ଜୀବନରେ ନିଖୁଣ ଭାବରେ ରୂପାୟିତ କରିପାରିବ ନାହିଁ। ତା ଚେତନା ନିହିତ ବିଷ ଆଦର୍ଶକୁ ବିକୃତ କରିଦେବ। ଯେକୌଣସି ତତ୍ତ୍ୱର ଭିନ୍ନ ଭିନ୍ନ ବ୍ୟାଖ୍ୟା ଦ୍ୱାରା ମୂଳ ତତ୍ତ୍ୱକୁ ତାହା ଖଣ୍ଡ ବିଖଣ୍ଡ କରିଦେବ। ଏହି ଯେଉଁ ବିଷ, ଏହାର ଉତ୍ସ ଅଜ୍ଞାନ ଏବଂ ଏହି ଯେଉଁ ଅଜ୍ଞାନ, ତାର ପରିସର ବ୍ୟାପକ। କଥାଟିଏ ହୁଏତ ପ୍ରହେଳିକା ଭଳି ଶୁଭିବ, କିନ୍ତୁ ଏ ପରିପ୍ରେକ୍ଷୀରେ ନ କହିଲେ ନ ଚଳେ ଯେ ପ୍ରାୟତଃ ଆମ ତଥାକଥିତ ଜ୍ଞାନ ମଧ୍ୟ ଏହି ଅଜ୍ଞାନର ଅନ୍ତର୍ଭୁକ୍ତ। ଜଣେ ଜ୍ଞାନୀ ହୋଇପାରେ, କିନ୍ତୁ ଜ୍ଞାନ ସହ ଅହଂର ସଂଯୋଗ ମାତ୍ରେ ସେ ଜ୍ଞାନ ପରିଣତ ହେବ ଅର୍ଦ୍ଧଜ୍ଞାନରେ, କେବେ କେବେ ଜ୍ଞାନର ବିଡ଼ମ୍ବନାରେ। ଶଙ୍କରାଚାର୍ଯ୍ୟ ଜ୍ଞାନୀ, ରାମାନୁଜାଚାର୍ଯ୍ୟ ମଧ୍ୟ ଜ୍ଞାନୀ, କିନ୍ତୁ ଶଙ୍କରାଚାର୍ଯ୍ୟଙ୍କ ତତ୍ତ୍ୱ ଉପରେ ରାମାନୁଜାଚାର୍ଯ୍ୟଙ୍କ ବକ୍ତବ୍ୟ ଦେଖନ୍ତୁ। ତାଙ୍କର ଶଙ୍କରାଚାର୍ଯ୍ୟଙ୍କ ସମସ୍ତ ଶିକ୍ଷା ହେଉଛି ଭ୍ରାନ୍ତ ଯୁକ୍ତିର ମାୟାଜାଲ। ପୂର୍ବଜନ୍ମମାନଙ୍କରେ ସେ ଯେଉଁ ପାପ କରିଥିଲେ, ତାହାରି ପରିଣତି ରୂପେ ତାଙ୍କର ମତିଭ୍ରମ ଘଟିଥିଲା।
ଏବଂ ସେ କଳ୍ପନାକୁ ସତ୍ୟ ବୋଲି ମନେ କରୁଥିଲେ। ସୃଷ୍ଟିର ବସ୍ତୁ ସମୂହ ଭିତରେ ପରସ୍ପର ପ୍ରକୃତ ସମ୍ପର୍କ ବିଷୟରେ ଯାହାର ଜ୍ଞାନ ଥିବ ସେ ଏସବୁ ନିର୍ବୋଧ ତତ୍ତ୍ୱକୁ ବର୍ଜନ ହିଁ କରିବ। ଶଙ୍କରାଚାର୍ଯ୍ୟ ମଧ୍ୟ ତାଙ୍କ ସମସାମୟିକ ପଣ୍ଡିତ ଓ ସନ୍ଥମାନଙ୍କୁ ତାଙ୍କର ପ୍ରଖର ଯୁକ୍ତି ଦ୍ୱାରା ଧରାଶାୟୀ କରିଦେଉଥିଲେ। କଥା ହେଲା, ଯେତେବେଳେ ଜଣେ ଶକ୍ତିମାନ ଜିଜ୍ଞାସୁ ତା ଜିଜ୍ଞାସାର ସୁଫଳ ରୂପେ ସତ୍ୟର ଗୋଟିଏ ଦିଗ ଆବିଷ୍କାର କରେ, ସେତେବେଳେ ସତ୍ୟର ଅନ୍ୟ ସବୁ ଦିଗର ଅସ୍ତିତ୍ୱ କଥା ସେ ପାସୋରି ଦିଏ କିମ୍ବା କାଳେ ନିଜଲବ୍ଧ ସତ୍ୟଟିକ ବିପନ୍ନ ହେବ ସେଥିପାଇଁ ଅନ୍ୟ ସବୁ ସମ୍ଭାବନାକୁ ସେ ଅସ୍ୱୀକାର କରେ। ଅହଂବୋଧ ତଥା ଆତ୍ମରକ୍ଷାର ସହଜାତ ପ୍ରବୃତ୍ତି ହିଁ ଏତକ କରାଇ ନିଏ। ଜଣେ ମୌଳିକ ଚିନ୍ତାକ୍ଷମ ବିଜ୍ଞ ବ୍ୟକ୍ତି ଏକ ମହତ୍ ସତ୍ୟକୁ ଗ୍ରହଣ କଲେ ମଧ୍ୟ ସେ ସତ୍ୟକୁ ସେ ନିଜ ମେଧା ଦ୍ୱାରା ବ୍ୟାଖ୍ୟାୟିତ କରେ। ଏକ ନୂତନ ଧାରାର ସୃଷ୍ଟି ହୁଏ। ମୂଳ ସତ୍ୟଟି ସହ ସେ ପ୍ରବକ୍ତାର ନିଜ ମୌଳିକତା ମିଶିଯାଏ। ଏହା ସ୍ୱାଭାବିକ। ଫଳରେ ଗୋଟାଏ ବିରାଟ ତାତ୍ତ୍ୱିକ ଧର୍ମର ଶାଖା ପ୍ରଶାଖା ବିସ୍ତାରିତ ହୁଏ। ବୌଦ୍ଧବାଦ କ୍ଷେତ୍ରରେ ତାହା ହିଁ ହେବାକୁ ଲାଗିଲା। ବୁଦ୍ଧଙ୍କ ମହାପରିନିର୍ବାଣର ଅଳ୍ପ କେତେ ମାସ ଭିତରେ ରାଜଗୃହଠାରେ ଏକ ବିରାଟ ବୌଦ୍ଧ ସମ୍ମିଳନୀ ଆୟୋଜିତ ହେଲା। ପୃଷ୍ଠପୋଷକ ହେଲେ ଅନୁତପ୍ତ ମହାରାଜା ଅଜାତଶତ୍ରୁ। ସାରିପୁତ୍ତ, ମୋଗଲନ ଇତ୍ୟାଦି ଅଧିକାଂଶ ମୁଖ୍ୟ ଶିଷ୍ୟଙ୍କର ତିରୋଧାନ ହୋଇଯାଇଥିଲେ ବି ଅବଶିଷ୍ଟ ଥିଲେ ବୁଦ୍ଧଙ୍କର ପ୍ରଧାନ ତତ୍ତ୍ୱବିଦ୍ ଶିଷ୍ୟ ମହାକାଶ୍ୟପ, ଥିଲେ ଉପାଳି ଓ ଆନନ୍ଦ ପ୍ରମୁଖ। ଏହା ଖ୍ରୀଷ୍ଟପୂର୍ବ 483ର କଥା। ବୁଦ୍ଧଙ୍କର କୌଣସି ବାଣୀ ଲିପିବଦ୍ଧ ହୋଇନଥିଲା। ଏ ସମ୍ମିଳନୀରେ ମଧ୍ୟ ହେଲା ନାହିଁ। ସେ ଯାଏ ସାଧକ ଓ ସନ୍ଥମାନଙ୍କର ସ୍ମୃତିଶକ୍ତି ଏଡ଼େ ସତ୍ ଏବଂ ନିର୍ଭରଯୋଗ୍ୟ ଥିଲା ଯେ ବେଦର ପରମ୍ପରା ଅନୁସରଣରେ କିଛି ଲିପିବଦ୍ଧ କରିବାର ଆବଶ୍ୟକତା ହୁଏତ ସେମାନେ ଅନୁଭବ କଲେ ନାହିଁ। ଗୁରୁଙ୍କ ନିକଟତମ ଶିଷ୍ୟମାନେ ତାଙ୍କ ପ୍ରଦତ୍ତ ଶିକ୍ଷାମାନ ଆବୃତ୍ତି କଲେ। ଅନ୍ୟ ଅଭିପ୍ସୁ ଭକ୍ତମାନେ ସେସବୁ ମନେ ରଖିଲେ। 100 ବର୍ଷ ପରେ ବୈଶାଳୀରେ ଦ୍ୱିତୀୟ ମହାସମ୍ମିଳନୀ ବେଳକୁ ନେତୃସ୍ଥାନୀୟ ବୌଦ୍ଧମାନଙ୍କ ଭିତରେ ନାନା ବ୍ୟାପାରରେ ମତଭେଦ ଦୃଢ଼ ହୋଇଗଲାଣି। ଅଧିକାଂଶ ବୌଦ୍ଧ ଭିକ୍ଷୁ ଯଥାର୍ଥ ଶୃଙ୍ଖଳା ରକ୍ଷା କରୁନାହାନ୍ତି ଅଭିଯୋଗରେ ସେମାନଙ୍କୁ ଧର୍ମଚ୍ୟୁତ ଆଖ୍ୟା ଦେଲେ ସଂଖ୍ୟାନ୍ୟୁନ ରକ୍ଷଣଶୀଳ ସମ୍ପ୍ରଦାୟ। ତେଣିକି ଏହି ସଂଖ୍ୟାନ୍ୟୁନମାନେ ସ୍ଥବିର ବା ଥେରା ନାମରେ ବିଦିତ ହେଲେ। ଅନ୍ୟମାନଙ୍କ ପରିଚୟ ହେଲା ମହାସଂଘିକ। ଏମାନେ ଅନ୍ୟ ଏକ ସମ୍ମିଳନୀ ଆହୁତ କଲେ। ପରବର୍ତ୍ତୀ କାଳରେ ଏହିମାନେ ମହାଯାନ ବୌଦ୍ଧ ଭାବରେ ଖ୍ୟାତ ହେଲେ। ଦେଶ ବିଦେଶରେ ବୌଦ୍ଧ ଧର୍ମର ପ୍ରଚାର ହେଲା ଏହିମାନଙ୍କ ଆନୁକୂଲ୍ୟରେ। ସଂଖ୍ୟାନ୍ୟୁନ ହୀନଯାନ ଗୋଷ୍ଠୀ ଅପେକ୍ଷାକୃତ ରକ୍ଷଣଶୀଳ ଆଚରଣ ବିଧି ଆଦରି ରହିଲେ। ଖ୍ରୀଷ୍ଟପୂର୍ବ 3ୟ ଶତାବ୍ଦୀର ଶେଷ ଦଶକ ବେଳକୁ ବୌଦ୍ଧ ଧର୍ମରେ ଆସିଲା ଯୁଗାନ୍ତକାରୀ ପର୍ଯ୍ୟାୟ। ଶୁଭଙ୍କର କି ଅଶୁଭ ତାହା ଭିନ୍ନ ପ୍ରସଙ୍ଗ। ସମ୍ରାଟ ଅଶୋକଙ୍କ ସିଦ୍ଧାନ୍ତ ଅନୁସାରେ ବୌଦ୍ଧବାଦ ହେଲା ରାଷ୍ଟ୍ରଧର୍ମ। ତାର ପ୍ରଚାର ଓ ସଂଘ ସଂଲଗ୍ନ ନୀତି ନିୟମର ପାଳନ ଉପରେ କଡ଼ା ଦୃଷ୍ଟି ରଖିବା ନିମନ୍ତେ ନିଯୁକ୍ତ ହେଲେ ଦଳ ଦଳ କର୍ମଚାରୀ। ନୀତି ଭଙ୍ଗକାରୀମାନେ ଦଣ୍ଡିତ ହେଲେ। ଖ୍ରୀଷ୍ଟପୂର୍ବ 247ରେ ସମ୍ରାଟଙ୍କ ପୃଷ୍ଠପୋଷକତାରେ ପାଟଳୀପୁତ୍ର ପାଟଣାଠାରେ ଅନୁଷ୍ଠିତ ହେଲା ତୃତୀୟ ବୌଦ୍ଧ ମହାସମ୍ମିଳନୀ। ସମ୍ଭବତଃ ଲିଖିତାକାରେ ବୌଦ୍ଧବାଣୀ ଓ ଇତିହାସର ସଂକଳନ କର୍ମ ଦ୍ୱିତୀୟ ମହାସମ୍ମିଳନୀରେ ହିଁ ଆରମ୍ଭ ହୋଇଥିଲା, କିନ୍ତୁ ବାଦ ବିସମ୍ବାଦ ଯୋଗୁଁ ତାହା ଅଟକି ଯାଇଥିଲା। ବର୍ତ୍ତମାନ ସମ୍ପାଦିତ ହେଲା ତ୍ରିପିଟକ, 3 ପାତ୍ର ଭର୍ତ୍ତି ଜ୍ଞାନ। ଏହାର ବହୁ ବର୍ଷ ପରେ ଖ୍ରୀଷ୍ଟପର 120 ମସିହାରେ ସମ୍ରାଟ କନିଷ୍କଙ୍କ ଆୟୋଜନରେ କାଶ୍ମୀରର କୁଣ୍ଡବ ବନବିହାର ନିକଟରେ ଅନୁଷ୍ଠିତ ହେଲା ଚତୁର୍ଥ ମହାସମ୍ମିଳନୀ।
ବୌଦ୍ଧ ଧର୍ମର ଇତିହାସ ଏବଂ ପରିବର୍ତ୍ତିତ ନୀତି ନିୟମ ସବୁ ଲୋହିତ ପ୍ରସ୍ତ ତାମ୍ର ପଟା ସବୁରେ ଲିପିବଦ୍ଧ ହେଲା। ସେସବୁକୁ ଗୋଟାଏ ବୃହତ୍ ପାଷାଣ ନିର୍ମିତ ସିନ୍ଧୁକ ଭିତରେ ସଂରକ୍ଷିତ କରାଗଲା। ହାୟ, ସେ ମହାମୂଲ୍ୟବାନ ସମ୍ପଦର ଆଉ ପତ୍ତା ମିଳୁନାହିଁ। ବୌଦ୍ଧବାଦ ସହ ବିଭିନ୍ନ ଦର୍ଶନ, ବିଭିନ୍ନ ଆଧ୍ୟାତ୍ମିକ ଅଭିଜ୍ଞତା ଏବଂ ସର୍ବୋପରି ତନ୍ତ୍ରର ମିଳନ ମାଧ୍ୟମରେ ବିପୁଳ ଓ ଜଟିଳ ତତ୍ତ୍ୱମାନ ଉତ୍ପନ୍ନ ହୋଇଛନ୍ତି। ମହାଯାନ ପନ୍ଥୀଙ୍କ ଭିତରେ କେତେ ଗୋଷ୍ଠୀ ଏବଂ ଉପଗୋଷ୍ଠୀ। ବିଖ୍ୟାତ ନାଗାର୍ଜୁନଙ୍କ ମାଧ୍ୟମିକ ଦର୍ଶନବାଦୀମାନେ ଧୁରନ୍ଧର ତାତ୍ତ୍ୱିକ, କିନ୍ତୁ ବୁଦ୍ଧ ସ୍ୱୟଂ ତତ୍ତ୍ୱ ଓ ତର୍କର ଦାବି ଏଡ଼ାଇ ଯାଉଥିଲେ। ଅଜଣାର ଅନ୍ୱେଷଣେ ଶୀର୍ଷକ ଏ ନିବନ୍ଧମାଳା ରମ୍ୟଧର୍ମୀ, କିନ୍ତୁ ତଥ୍ୟ ସବୁ ପ୍ରାମାଣିକ ହେବା ପାଇଁ ଏ ଲେଖକ ଅନ୍ତତଃ ଅର୍ଦ୍ଧଶତ ବହିପତ୍ରର ସାହାଯ୍ୟ ନେଇଛି। ସେସବୁ ଉତ୍ସର ଉଲ୍ଲେଖ କଲେ ଏହା ଏକ ନିର୍ଦ୍ଦେଶିକା କଣ୍ଟକିତ ଗବେଷଣା ପ୍ରଧାନ ଲେଖାର ଭ୍ରମ ସୃଷ୍ଟି କରିବ ବୋଲି ଲେଖକ ସେଥିରୁ ବିରତ ରହିଛି। କିନ୍ତୁ ବୁଦ୍ଧଙ୍କ ସହ ଦୁଇ ସନ୍ଧିଷ୍ଠୁଙ୍କ ନିମ୍ନଲିଖିତ ସାକ୍ଷାତର ବିବରଣୀ ଉଣା ଅଧିକ ଅବିକଳ ଅନୁବାଦ ହେଉଥିବାରୁ ଉତ୍ସର ନାମ ଉଲ୍ଲେଖ କରୁଛି। ଓଲ୍ଡ ପାଥ୍ ହ୍ୱାଇଟ୍ କ୍ଲାଉଡ୍ସ, ଲେଖକ ଥିଚ୍ ନାଠାନ୍। ଏ ଉଦ୍ଧୃତିର ବିଶେଷତ୍ୱ ହେଲା ଏହା ମୂଳ ତ୍ରିପିଟକର କେତେକ ସୂତ୍ରର ବିଶ୍ୱସ୍ତ ପରିବେଷଣ। ସେଦିନ ହେଉଥାଏ ଝଡ଼ ବର୍ଷା। ଉତ୍ତୀୟ ନାମକ ସନ୍ନ୍ୟାସୀ ବୁଦ୍ଧଙ୍କୁ ଭେଟିବାକୁ ଆସିଲେ। ଆନନ୍ଦ ତାଙ୍କୁ କୁଟୀର ଭିତରକୁ ପାଛୋଟି ନେଇ ବୁଦ୍ଧଙ୍କୁ ତାଙ୍କ ପରିଚୟ ପ୍ରଦାନ କଲେ। ସନ୍ନ୍ୟାସୀଙ୍କୁ ଉପବେଶନ କରିବାକୁ ଅନୁରୋଧ କରାଗଲା। ଦେହ ପୋଛାପୋଛି କରିବାକୁ ଆନନ୍ଦ ଦେଲେ ଖଣ୍ଡିଏ ତଉଲିଆ। ଉତ୍ତୀୟ ବୁଦ୍ଧଙ୍କୁ ପଚାରିଲେ, ସାଧୁ ଗୌତମ, ଏ ପୃଥିବୀ ଶାଶ୍ୱତ ନା ଦିନେ ଏହାର ବିଲୟ ହେବ? ବୁଦ୍ଧ ସ୍ମିତ ହସ ସହକାରେ କହିଲେ, ସନ୍ନ୍ୟାସୀ ଉତ୍ତୀୟ, ତୁମର ଏ ପ୍ରଶ୍ନର ଉତ୍ତର ନ ଦେବା ପାଇଁ ମୋତେ ଅନୁମତି ମିଳୁ। ଉତ୍ତୀୟ ପୁଣି ପଚାରିଲେ, ଏ ପୃଥିବୀ ସୀମିତ ନା ଅସୀମ? ମୁଁ ଏ ପ୍ରଶ୍ନର ଉତ୍ତର ଦେବି ନାହିଁ। ବେଶ୍, ଦେହ ଏବଂ ଚୈତନ୍ୟ ଏକ ନା ଦୁଇ? ମୁଁ ଏ ପ୍ରଶ୍ନର ଉତ୍ତର ବି ଦେବି ନାହିଁ। ମୃତ୍ୟୁ ପରେ ତୁମେ ତିଷ୍ଠି ରହିବ ନା ରହିବ ନାହିଁ? ମୁଁ ଏହାର ବି ଉତ୍ତର ଦେବି ନାହିଁ। ବୋଧହୁଏ ତମ ମତ ହେଲା ମୃତ୍ୟୁ ପରେ ତୁମେ ତିଷ୍ଠି ରହିବ ଏବଂ ରହିବ ନାହିଁ, ଉଭୟ ଠିକ୍। ସନ୍ନ୍ୟାସୀ ଉତ୍ତୀୟ, ମୁଁ ଏ ପ୍ରଶ୍ନର ମଧ୍ୟ ଉତ୍ତର ଦେବି ନାହିଁ। ଉତ୍ତୀୟ କିଂକର୍ତ୍ତବ୍ୟ ବିମୂଢ଼ ଦେଖାଗଲେ ଏବଂ କହିଲେ, ସାଧୁ ଗୌତମ, ତମେ ମୋର ପ୍ରତିଟି ପ୍ରଶ୍ନର ଉତ୍ତର ଦେବାକୁ ନାସ୍ତି କଲ। ତେବେ ତୁମେ କେଉଁ ପ୍ରଶ୍ନର ଉତ୍ତର ଦେବ? କେବଳ ଦୁଃଖ ଶୋକ ଓ ଉତ୍କଣ୍ଠାରୁ ଉଦ୍ଧାର ନିମନ୍ତେ ପ୍ରୟୋଜନ ଯେଉଁ ମନ ଏବଂ ଦେହ ଉପରେ ସଂଯମ, ମୁଁ ସେହି ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେବି। ତୁମ ଶିକ୍ଷା ଦ୍ୱାରା ତୁମେ ପୃଥିବୀର କେତେ ଲୋକଙ୍କୁ ରକ୍ଷା କରିପାରିଛ? ବୁଦ୍ଧ କିଛି କହିଲେ ନାହିଁ। ଉତ୍ତୀୟ ମଧ୍ୟ ଆଉ କୌଣସି ପ୍ରଶ୍ନ କଲେ ନାହିଁ, ଉଠି ଚାଲିଗଲେ। କିଛି ଦିନ ଅନ୍ତେ ବଶ୍ଚଗତ ନାମକ ଆଉ ଜଣେ ସନ୍ନ୍ୟାସୀ ଆସି ବୁଦ୍ଧଙ୍କୁ ଭେଟିଲେ। ସେ ପ୍ରଶ୍ନ କଲେ, ସାଧୁ ଗୌତମ, ଆତ୍ମସତ୍ତା ବୋଲି କିଛି ଅଛି ନା ନାହିଁ? ବୁଦ୍ଧ ଚୁପ୍ ରହିଲେ। ବଶ୍ଚଗତ ଆହୁରି କେତୋଟି ପ୍ରଶ୍ନ କରି ମଧ୍ୟ ଉତ୍ତର ନ ପାଇବାରୁ ଚୁପଚାପ ଚାଲିଗଲେ। ଆନନ୍ଦ ପ୍ରଶ୍ନ କଲେ ବୁଦ୍ଧଙ୍କୁ, ପ୍ରଭୁ, ଆପଣ ତ ସତ୍ତା ଶୂନ୍ୟତା ସମ୍ପର୍କରେ ଧର୍ମଶିକ୍ଷା ପ୍ରଦାନ କଲାବେଳେ କେତେ କଥା କହନ୍ତି। ବଶ୍ଚଗତର ପ୍ରଶ୍ନର ଉତ୍ତର ତେବେ ନଦେଲେ କାହିଁକି? ଆନନ୍ଦ, ସତ୍ତା ଶୂନ୍ୟତା ଅନୁଭବ କରିବାକୁ ମୁଁ କହେ, ତାହା ତୁମମାନଙ୍କ ଧ୍ୟାନରେ ସହାୟତା କରିବ ବୋଲି। ସେଇଟା ଗୋଟାଏ ତାତ୍ତ୍ୱିକ ସିଦ୍ଧାନ୍ତ ରୂପେ ବିବେଚିତ ହେବା ଉଚିତ ନୁହେଁ।
ଲୋକେ ତାକୁ ସିଦ୍ଧାନ୍ତ ରୂପେ ଗ୍ରହଣ କଲେ ସେଥିରେ ଛନ୍ଦି ହୋଇପଡ଼ିବେ। ମୁଁ ଯଦି କହିଥାନ୍ତି ଆତ୍ମସତ୍ତା ରହିଛି, ତେବେ ତାହା ମୋ ଶିକ୍ଷାର ବିରୋଧରେ ଯାଇଥାନ୍ତା। ମୁଁ ଯଦି କହିଥାନ୍ତି ସତ୍ତା ଶୂନ୍ୟତା ହିଁ ସତ୍ୟ, ତେବେ ସେ ଆଗନ୍ତୁକ ସେ ତତ୍ତ୍ୱକୁ ଗୋଟାଏ ସିଦ୍ଧାନ୍ତ ବୋଲି ଧରି ନେଇ ତାକୁ ଜାବୁଡ଼ି ଧରନ୍ତେ। ସେଇଟା ତାଙ୍କୁ ସାହାଯ୍ୟ କରନ୍ତା ନାହିଁ। ଲୋକେ କୌଣସି ସିଦ୍ଧାନ୍ତରେ ଛନ୍ଦି ହୋଇଯିବା ତୁଳନାରେ ସେମାନେ ସେମାନଙ୍କ ପ୍ରଶ୍ନର ଉତ୍ତର ମୋତେ ଜଣା ନାହିଁ ବୋଲି ଧରିନେବା ଶ୍ରେୟସ୍କର। ଉଦ୍ଧୃତି ସମାପ୍ତ। ଉପରୋକ୍ତ ଉଦ୍ଧୃତିରୁ ଏହା ଏକାନ୍ତ ସ୍ପଷ୍ଟ, ବୁଦ୍ଧ ତାଙ୍କ ଶିକ୍ଷାରେ କେତେ ନମନୀୟ ଏବଂ ଉଦାର ଥିଲେ, ପୁଣି ଥିଲେ କେଡ଼େ ସତର୍କ। କିନ୍ତୁ ସଚ୍ଚା ଜିଜ୍ଞାସୁର ପ୍ରଶ୍ନର ଉତ୍ତର ଦେବାରେ ମଧ୍ୟ ସେ ଥିଲେ ଅନୁରୂପ ଉଦାର। ଶାକ୍ୟ ଉପଶିବ ନାମକ ଶିଷ୍ୟ ପ୍ରଶ୍ନ କରିଛି, ଯେତେବେଳେ ଜଣେ ସମ୍ପୂର୍ଣ୍ଣ କାମନା ବାସନା ମୁକ୍ତ ହୋଇ ମୃତ୍ୟୁ ଲଭିଛି, ସେତେବେଳେ ଯେଉଁ ସତ୍ତାକୁ ସେ ମୁଁ ବୋଲି କହି ଆସିଛି ତାହା ଯିବ କୁଆଡ଼େ? ବୁଦ୍ଧଙ୍କ ଉତ୍ତର, ଖଣ୍ଡିଏ କାଠ ଜଳିଯିବା ପରେ ଅଗ୍ନି ଯାଏ କୁଆଡ଼େ? ତାର ଯେମିତି ସତ୍ତା ରହେ ନାହିଁ, ସେମିତି ଅବସ୍ଥା ଉପୁଜେ ପୁନର୍ଜନ୍ମ ବନ୍ଧନ ମୁକ୍ତ ମଣିଷର। କୌଣସି କୃତ୍ରିମ ଉପାୟରେ ତାଙ୍କ ବାଣୀ ପ୍ରଚାରିତ ହେଉ, କୌଣସି ହବବିଦ୍ୟା ମାଧ୍ୟମରେ ଲୋକଙ୍କୁ ପ୍ରଭାବିତ କରାଯାଉ, ବୁଦ୍ଧ ଏହା କଦାପି ଚାହୁଁନଥିଲେ। ଚମତ୍କାର ବିରୁଦ୍ଧରେ ସେ ଏକାଧିକ ବାର ଶିଷ୍ୟମାନଙ୍କୁ ତାଗଦା କରୁଥିଲେ, କିନ୍ତୁ ଚମତ୍କାର ପ୍ରତି ମଣିଷର ଆକର୍ଷଣ ଦୁର୍ନିବାର। ଏକ କିମ୍ବଦନ୍ତୀ କହେ, ବୁଦ୍ଧଙ୍କ ଦେହତ୍ୟାଗ ପରେ ତାଙ୍କ ବାଣୀ ଦୂରଦୂରାନ୍ତରେ ପ୍ରଚାର ସକାଶେ ବଡ଼ ଅଧୀର ହେଲେ ଆନନ୍ଦ। ସତୀର୍ଥମାନଙ୍କ ଉପରେ ଜଣାଶୁଣା ରାଜ୍ୟମାନଙ୍କରେ କିପରି ସେ କାର୍ଯ୍ୟ ହୋଇପାରିବ, ତାର ଦାୟିତ୍ୱ ନ୍ୟସ୍ତ କରି ସେ ଉପନୀତ ହେଲେ ଏପରି ଏକ ରାଜ୍ୟରେ ଯେଉଁଠି ବୌଦ୍ଧବାଦର କୌଣସି ବାର୍ତ୍ତା କାହାରି ପାଖରେ ପହଞ୍ଚି ନଥିଲା। ଆନନ୍ଦ ସେ ରାଜ୍ୟର ରାଜଧାନୀ ସ୍ଥିତ ଏକ ପାନ୍ଥଶାଳାରେ ରହିଥାନ୍ତି। ପାର୍ଶ୍ୱବର୍ତ୍ତୀ ଏକ ଶିକ୍ଷାନୁଷ୍ଠାନକୁ ଯାଇ ସେ କିଛି ଉପଦେଶ ଦେବାର ଚେଷ୍ଟା କଲେ, କିନ୍ତୁ କେହି ତାଙ୍କ ପ୍ରତି ମନୋଯୋଗ ଦେଲେ ନାହିଁ। ଗୋଟାଏ ଉତ୍ସବରେ ପହଞ୍ଚି ତାଙ୍କ ବକ୍ତବ୍ୟ ପ୍ରତି ସଭ୍ୟଭବ୍ୟ ଦିଶୁଥିବା କିଛି କିଛି ଲୋକଙ୍କର ଧ୍ୟାନ ଆକର୍ଷଣ କରିବାର ଉଦ୍ୟମ କରି ମଧ୍ୟ ସେ ବ୍ୟର୍ଥ ହେଲେ। ରାତିରେ ସେ ବିନିଦ୍ର ଥାଇ ପରିସ୍ଥିତି ଯୋଗୁଁ ବିମର୍ଷ ଅନୁଭବ କରୁଥାନ୍ତି। ହଠାତ୍ ସେ ଦେଖିଲେ ଏକ ଅଦ୍ଭୁତ ଭୟାବହ ମୂର୍ତ୍ତି। ତାଙ୍କ ଉପରେ ଦୃଷ୍ଟି ନିବଦ୍ଧ ରଖି ମୂର୍ତ୍ତିଟି ସୌଖ୍ୟପୂର୍ଣ୍ଣ ହସଟିଏ ହସି କହିଲା, ଆନନ୍ଦ, ଏଥିରେ ବିମର୍ଷ ହେବାର କ'ଣ ଅଛି? କୌଣସି ନୂଆ ଭାବନା, ନୂଆ ତତ୍ତ୍ୱ, ନୂଆ ଧର୍ମ ପ୍ରତି ଲୋକେ ଏମିତି ସହଜରେ ଆକୃଷ୍ଟ ହେବେ ବୋଲି ତମେ ଆଶା କରୁଥିଲ କେମିତି? ସେ ପାଇଁ ତମକୁ ଅବଶ୍ୟ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିବାକୁ ହେବ। କ'ଣ ସେ ଉପାୟ? କିନ୍ତୁ ଆଗେ କୁହ, ତୁମେ କିଏ? ଆନନ୍ଦ ପଚାରିଲେ। ଆରେ ବାବୁ, ତମେ ତ ପ୍ରଥମେ ମୁଁ କିଏ ସେ ବିଷୟରେ କୌତୂହଳୀ ନ ହୋଇ ପ୍ରଚାରର ଉପାୟ କ'ଣ ସେ ପ୍ରଶ୍ନ ପଚାରିଲ। ଆଗେ ସେଇ କଥା କହିଦିଏ। ତମର ଏ ପାନ୍ଥଶାଳା ଆଗରେ ଗୋଟାଏ ବିରାଟ କୋଠା ଦେଖୁଛଟି? ତାହା ଏ ନଗରୀର ଜଣେ ବିଶିଷ୍ଟ ଶ୍ରେଷ୍ଠୀଙ୍କର। ତାଙ୍କର ଏକମାତ୍ର କନ୍ୟା ଆଜିକୁ 3 ଦିନ ଧରି ଅସୁସ୍ଥ। ପାଗଳ ଭଳି ସର୍ବଦା ପ୍ରଳାପ କରୁଛି। କିଛି ଖିଆପିଆ କରୁନାହିଁ। ବଡ଼ ବଡ଼ ଚିକିତ୍ସକ କିଛି କରିପାରୁନାହାନ୍ତି। ଗୁଣି ଗାରୁଡ଼ିରେ ବି ସୁଫଳ ମିଳୁନାହିଁ। ତୁମେ ଯାଇ ବୁଦ୍ଧ ବୁଦ୍ଧ କହି ତା ଉପରେ ପାଣି ସିଞ୍ଚନ କର। ସେ ସୁସ୍ଥ ଓ ସ୍ୱାଭାବିକ ହୋଇଯିବ। ତାପରେ ଦେଖିବ ମଜା। ବୁଦ୍ଧ କିଏ, ସେ ଶବ୍ଦର ଏମନ୍ତ କରାମତି। ଲୋକେ ଆଗ୍ରହରେ ଅଧୀର ହେବେ। ତମେ ସେ ଆଗ୍ରହର ସୁଯୋଗ ନେବ। ବୁଦ୍ଧ କିଏ ବୁଝାଇବ। ଅବିଳମ୍ବେ ତମ ଅଭିଯାନ ହେବ ସାଫଲ୍ୟମଣ୍ଡିତ। ବାସ୍, ଏଥର ଶୋଇପଡ଼।
କିନ୍ତୁ ବାବୁ ତମେ କିଏ? ପ୍ରଶ୍ନ କଲେ ଆନନ୍ଦ। ସେ ପ୍ରଶ୍ନର ଉତ୍ତର ମୁଁ ଆଗାମୀକାଲି ଦେଲେ ଚଳିବ ନାହିଁ? ପ୍ରଥମେ ତମ ଉଦ୍ଦେଶ୍ୟ ସଫଳ ହେଉ। ପାନ୍ଥଶାଳାଟିରେ କେତେ ଦିନ ପଡ଼ିଥିବ? କିନ୍ତୁ ଯଦି ସେ କନ୍ୟା ସୁସ୍ଥ ନ ହୁଏ? କେତେ ବୈଦ୍ୟ ଓ ଗୁଣୀ ଚେଷ୍ଟା କରି ବିଫଳ ହୋଇଛନ୍ତି। ଶ୍ରେଷ୍ଠୀ କ'ଣ ସେମାନଙ୍କ ମୁଣ୍ଡ କାଟ କରି ପକାଇଲେ? କିନ୍ତୁ ତୁମେ ସଫଳ ହେବାର ନଥିଲେ ମୁଁ ବା ତୁମକୁ ଏ ପରାମର୍ଶ କାହିଁକି ଦିଅନ୍ତି? ସେ ଅଶରୀରୀ ଉତ୍ତର ଦେଲା। ଆନନ୍ଦ ଦ୍ୱନ୍ଦ୍ୱରେ ପଡ଼ିଲେ। ଅଶରୀରୀର ପରାମର୍ଶ ସେ ଗ୍ରହଣ କରିବେ? କଲେ କ୍ଷତି କ'ଣ? ଶ୍ରେଷ୍ଠୀଙ୍କ କନ୍ୟାଟି ଯଦି ସୁସ୍ଥ ହୋଇଯାଏ ତାହା ହିଁ ହେବ ଗୋଟାଏ ଉତ୍ତମ କର୍ମ। ତାହା ହିଁ କ'ଣ ଗୋଟାଏ ଉତ୍ତମ କର୍ମ ହେବ ନାହିଁ? ଯଦି ପ୍ରକୃତରେ ତାହା ହୁଏ ତେବେ ତ ଅକ୍ଳେଶରେ ସେ କୌତୂହଳୀ ନାଗରିକମାନଙ୍କୁ ମହାନ ବୁଦ୍ଧଙ୍କ ବାଣୀ କହି ସେମାନଙ୍କର ମଙ୍ଗଳ କରିବେ। ଏମନ୍ତ ବିବେକ ଚାଳିତ ହୋଇ ସେ ପ୍ରଭାତରେ ସ୍ନାନ ସମାପନ ଅନ୍ତେ ଶ୍ରେଷ୍ଠୀଙ୍କ ଘରକୁ ବାହାରିଛନ୍ତି। ପୁନର୍ବାର ନିଜ କର୍ମର ଯଥାର୍ଥ ସମ୍ପର୍କରେ ସନ୍ଦିହାନ ହୋଇ ରହିଗଲେ। ଆଜି ଦିନଟି ବିତିଯାଉ। ରାତିରେ ସେ ବୁଦ୍ଧଙ୍କୁ ଧ୍ୟାନ କରି ତାଙ୍କ ନିର୍ଦ୍ଦେଶ ପାଇଁ ପ୍ରାର୍ଥନା କରିବେ। ସେତିକିବେଳେ ସେଠାରେ ପହଞ୍ଚିଗଲେ ଶ୍ରେଷ୍ଠୀଙ୍କ ପୁତ୍ର। ଆନନ୍ଦଙ୍କୁ ଅଭିବାଦନ ଜଣାଇ ସେ କହିଲେ, ହେ ଭଦ୍ର, ରାତିରେ ମୋ ପିତୃଦେବ ଅର୍ଦ୍ଧନିଦ୍ରା ଅର୍ଦ୍ଧଜାଗ୍ରତ ଅବସ୍ଥାରେ ଦେଖିଲେ ଛାୟା ମୂର୍ତ୍ତିଟିଏ ମୋ ଅସୁସ୍ଥ ଭଉଣୀର ଚିକିତ୍ସା ନିମନ୍ତେ ପାନ୍ଥ ନିବାସରେ ଥିବା ଦୂରାଗତ ଜଣେ ସନ୍ଥଙ୍କୁ ଅନୁରୋଧ କରିବାକୁ ନିର୍ଦ୍ଦେଶ ଦେଇ ଉଭେଇଗଲା। ଦେଖୁଛି ଆପଣଙ୍କ ବ୍ୟତୀତ ଏ ନିବାସରେ ଆଉ କେହି ନାହାନ୍ତି। ଅନୁଗ୍ରହ କରନ୍ତୁ, ମୋ ସହ ଆସନ୍ତୁ। ଆପଣଙ୍କ ସମ୍ମାନ ରକ୍ଷାରେ ତ୍ରୁଟି ହେବ ନାହିଁ। ଆପଣ ସଫଳ ନହେଲେ ଆମେ ଆମ କର୍ମକୁ ନିନ୍ଦିବା, ଆପଣଙ୍କୁ ନୁହେଁ। ଆଉ ଦ୍ୱନ୍ଦ୍ୱର ଅବକାଶ ନଥିଲା। ଆନନ୍ଦ ଯାଇ ଅସୁସ୍ଥ କନ୍ୟା ଆଗରେ ବୁଦ୍ଧ ବୁଦ୍ଧ ଉଚ୍ଚାରଣ କରି ତା ଦେହରେ ପାଣି ସିଞ୍ଚିଲେ। କନ୍ୟା ଆଖି ମୁଦ୍ରିତ କରି ଅଳ୍ପ ସମୟ ନିସ୍ତେଜ ରହିଲା। ତାପରେ ନିଦରୁ ଉଠି ଆସିବା ଭଳି ଆଚରଣ କଲା। ମାଆକୁ ଖୋଜିଲା। କଥାବାର୍ତ୍ତା ତାର ସମ୍ପୂର୍ଣ୍ଣ ସ୍ୱାଭାବିକ। ଶ୍ରେଷ୍ଠୀ, ତାଙ୍କ ପତ୍ନୀ ଏବଂ ପୁତ୍ର ଆନନ୍ଦଙ୍କୁ ପ୍ରଣିପାତ କଲେ। ଶ୍ରେଷ୍ଠୀ କହିଲେ, ହେ ମହାଭାଗ, କେଡ଼େ ସୌଭାଗ୍ୟରେ ଆମେ ଆପଣଙ୍କ ସାହଚର୍ଯ୍ୟ ଲାଭ କଲୁ। ଅନୁଗ୍ରହ କରି ଆପଣ ଆମ ଆତିଥ୍ୟ ଗ୍ରହଣ କରନ୍ତୁ। ପାନ୍ଥ ନିବାସରୁ ଆସି ଆନନ୍ଦ ଶ୍ରେଷ୍ଠୀଙ୍କ ବିଳାସପୂର୍ଣ୍ଣ ଅତିଥି ଗୃହରେ ରହିଲେ। ଦାସ ଦାସୀ ମହଜୁଦ ରହିଲେ ସେବା ଶୁଶ୍ରୂଷା ନିମନ୍ତେ। ଆପଣଙ୍କୁ ଅଶେଷ କୃତଜ୍ଞତା, ବାରମ୍ବାର କହୁଥାନ୍ତି ଶ୍ରେଷ୍ଠୀ ଏବଂ ତାଙ୍କ ପତ୍ନୀ ତାଙ୍କୁ ଦିବାହାରରେ ଆପ୍ୟାୟିତ କରିବା ଅବସରରେ। ମହାଶୟ, କୃତଜ୍ଞତା ମୋର ପ୍ରାପ୍ୟ ନୁହେଁ, ପ୍ରାପ୍ୟ ମହାନ ବୁଦ୍ଧଦେବଙ୍କର, କହିଲେ ଆନନ୍ଦ। ବୁଦ୍ଧଦେବ? ଆଚ୍ଛା, ଆପଣ କପିଳାବାସ୍ତୁର ରାଜକୁମାର ଗୌତମ ସିଦ୍ଧାର୍ଥଙ୍କ ନାମ ଶୁଣିଛନ୍ତି? ଶାକ୍ୟ ସିଂହଙ୍କ ନାମ? ଅବଶ୍ୟ ଶୁଣିଛି। ମଣିଷର ମୁକ୍ତିର ଉପାୟ ଦିଗରେ ଜ୍ଞାନ ପ୍ରାପ୍ତ ହେବା ପରେ ସେ ବୁଦ୍ଧ ବା ବୁଦ୍ଧଦେବ ଭାବରେ ନାମିତ। ତାଙ୍କରି କରୁଣାରୁ ଆପଣଙ୍କ କନ୍ୟା ବ୍ୟାଧିମୁକ୍ତ ହେଲା। ଯିଏ ତାଙ୍କ ବାଣୀ ଶ୍ରବଣ କରିବ ସେ ହେବ ଊଣାଧିକେ ଜ୍ଞାନର ଅଧିକାରୀ। ଯିଏ ତାଙ୍କ ପ୍ରବର୍ତ୍ତିତ ମାର୍ଗ ଅନୁସରଣ କରିବ ସିଏ ପାଇବ ଜନ୍ମ ମୃତ୍ୟୁ ବନ୍ଧନରୁ ମୁକ୍ତି, ଲଭିବ ନିର୍ବାଣ। ଅଭିଭୂତ ଶ୍ରେଷ୍ଠୀ ସନ୍ଧ୍ୟାରେ ନଗରୀର ନିର୍ବାଚିତ ସୁଧୀବୃନ୍ଦଙ୍କର ଏକ ସମାବେଶ ଆହୁତ କଲେ। ବୌଦ୍ଧ ତତ୍ତ୍ୱ ପ୍ରଚାର ପାଇଁ ଆନନ୍ଦ ପାଇଲେ ଚମତ୍କାର ସୁଯୋଗ। ରାତିରେ ସେ ତୃପ୍ତି ସହକାରେ ନିଦ୍ରା ଗଲେ। ଭୋର ବେଳକୁ ଶୁଣିଲେ ପୂର୍ବ ରାତ୍ରର ସେହି ଅଶରୀରୀର କଣ୍ଠସ୍ୱର। ଆନନ୍ଦ, ଏତିକିରେ ତୃପ୍ତ?
ତମ ପାଇଁ ମୁଁ ଆହୁରି 7 ଗୁଣ ଅଧିକ ସୁଯୋଗ ସୃଷ୍ଟି କରିସାରିଲିଣି। ମହାମନ୍ତ୍ରୀଙ୍କ କନ୍ୟାର ଅବସ୍ଥା ଶ୍ରେଷ୍ଠୀ କନ୍ୟା ଭଳି। ତମକୁ ନିମନ୍ତ୍ରଣ ମିଳିବ। କିନ୍ତୁ ତମେ କିଏ? ସେ ଅସ୍ୱସ୍ତିକର ରୂପ ମୁହଁରେ ହସ ଦେଖାଗଲା ଗୋଟାଏ ଆକ୍ରମଣ ଭଳି। ମୁଁ କିଏ? ତମର ସହାୟକ ଏକ ସତ୍ତା। ମୋତେ ଉପଦେବତା କହିପାର, ସେଥିରେ ମୋର କୌଣସି ଆପତ୍ତି ନାହିଁ। ତମେ ଉପଦେବତା ନା ଅପଦେବତା? କଡ଼ା ଭାବରେ ପ୍ରଶ୍ନ କଲେ ଆନନ୍ଦ। ଆରେ ବାପ୍, ଏଡ଼େ ଅଧୈର୍ଯ୍ୟ ହେଉଛ କାହିଁକି? ସନ୍ଧ୍ୟାର ସମାବେଶ କ'ଣ ମନ୍ଦ ହେଲା? ଏହାପରେ ଦେଖ, ସମଗ୍ର ରାଜ୍ୟ ତମ ଚମତ୍କାର ଦ୍ୱାରା ତମର ବଶୀଭୂତ ହେବେ। ତମେ ରାଜଗୁରୁର ସମ୍ମାନ ପାଇବ। ତେଣିକି ପ୍ରଜାବର୍ଗ ତମର ଶିକ୍ଷା ଦ୍ୱାରା ପରିଚାଳିତ ହେବେ। ସମସ୍ତେ ହେବେ ବୌଦ୍ଧ। ଏହାଠାରୁ ବଳି ଗୁରୁ ସେବା ତମେ ବା କ'ଣ କରିପାରନ୍ତ? ଆନନ୍ଦଙ୍କ ଉତ୍ତରକୁ ଅପେକ୍ଷା ନ କରି ଅପଦେବତା ପୁଣି କହିଲା କଣ୍ଠସ୍ୱର ନିମ୍ନ କରି, ଶ୍ରେଷ୍ଠୀ ବଂଶ ତୁମ ପ୍ରତି କୃତଜ୍ଞ। ଅଳ୍ପ ସମୟ ଉତ୍ତାରୁ ମହାମନ୍ତ୍ରୀଙ୍କ ବଂଶ ତୁମ ପ୍ରତି ହେବେ କୃତଜ୍ଞ। କିନ୍ତୁ ବନ୍ଧୁ ଆନନ୍ଦ, ତୁମେ ମୋ ପ୍ରତି କୃତଜ୍ଞ ହେବା ଉଚିତ ନୁହେଁ କି? କଥା କ'ଣ ଜାଣ? ମୁଁ ଯାଇ ଶ୍ରେଷ୍ଠୀ କନ୍ୟା ଉପରେ ସବାର ହୋଇଥିଲି। ମହାମନ୍ତ୍ରୀଙ୍କ କନ୍ୟାକୁ ବି କାବୁ କରିଛି ମୋହରି ଶକ୍ତି। ତୁମେ ଯାଇ ପାଣି ସିଞ୍ଚିବା ମାତ୍ରେ ମୁଁ ତାକୁ ଛାଡ଼ିଦେବି। ହେବ ତୁମର ଜୟକାର, ହେବ ପୁଣି ବୁଦ୍ଧଙ୍କ ଗୌରବଗାନ। ଆନନ୍ଦ କିଛି କହିପାରିବା ପୂର୍ବରୁ ଅନ୍ତର୍ହିତ ହେଲା ଅପଦେବତା। ସକାଳ ହେବା ମାତ୍ରେ ସ୍ୱୟଂ ଶ୍ରେଷ୍ଠୀ ଆସି ମହାମନ୍ତ୍ରୀଙ୍କ ତରଫରୁ ତାଙ୍କୁ ଆଉଥରେ ତାଙ୍କ ଚମତ୍କାର ପ୍ରଦର୍ଶନ ନିମନ୍ତେ ଅନୁରୋଧ କଲେ। ଅନ୍ୟ ଗତି ନଥିଲା ଆନନ୍ଦଙ୍କର। ସେ ଯାଇ ମହାମନ୍ତ୍ରୀଙ୍କ କନ୍ୟାକୁ ସୁସ୍ଥ କଲେ। ଅର୍ଥାତ୍ ତାଙ୍କ ହସ୍ତକ୍ଷେପ ମାତ୍ରେ ଅପଦେବତା କନ୍ୟାଟିକୁ ଛାଡ଼ିଗଲା। ଅଚିରେ ଆନନ୍ଦଙ୍କୁ ଦିଆଗଲା ବିପୁଳ ସମ୍ବର୍ଦ୍ଧନା। ରାଜାଙ୍କ ଆଦେଶରେ ପ୍ରତ୍ୟହ ସନ୍ଧ୍ୟାରେ ରାଜନବର ସମ୍ମୁଖବର୍ତ୍ତୀ ମଇଦାନରେ ମନ୍ତ୍ରୀ ଅମାତ୍ୟ ବର୍ଗ ସମେତ ନଗରୀର ସମସ୍ତ ସମ୍ଭ୍ରାନ୍ତ ଲୋକେ ଉପସ୍ଥିତ ହେଲେ ଏବଂ ଆନନ୍ଦ ସେମାନଙ୍କୁ ଭାଷଣ ଶୁଣାଇ ଚାଲିଲେ। ପ୍ରଥମେ ପ୍ରଥମେ ସେ ଯେଉଁ ଅସ୍ୱସ୍ତି ଭାବ ଅନୁଭବ କରୁଥିଲେ, କାହିଁ କେତେବେଳେ ତାହା ତାଙ୍କୁ ଛାଡ଼ି ଚାଲିଗଲା ସେ ଆଉ ମନେ ରଖିଲେ ନାହିଁ। ରାଜପ୍ରସାଦରେ ସେ ରାଜାଙ୍କର ସର୍ବମାନ୍ୟ ଅତିଥି ଭାବେ ଦିନ ବିତାଉଥାନ୍ତି। କେତେ ଦିନ ବା କେତେ ମାସ ବିତିଗଲା। ଦିନେ ରାତିରେ ସେ ସ୍ୱପ୍ନ ଦେଖିଲେ। ଏକ ସୁରମ୍ୟ ରାଜପଥରେ ସୁସଜ୍ଜିତ ହସ୍ତୀ ପୃଷ୍ଠେ ହୀରା ନୀଳା ମୋତି ମାଣିକ୍ୟର ମାଳା ଭୂଷିତ କରି ତାଙ୍କୁ ଶୋଭାଯାତ୍ରାରେ ନିଆଯାଉଛି। ରାଜପଥର 2 ଦିଗରେ ଦଣ୍ଡାୟମାନ ଶୁଦ୍ଧି ନରନାରୀ ବୃନ୍ଦ ତାଙ୍କ ଉପରକୁ ପୁଷ୍ପ ବୃଷ୍ଟି କରୁଛନ୍ତି। ତାଙ୍କ ଉଦ୍ଦେଶ୍ୟରେ ଶଙ୍ଖଧ୍ୱନି ହେଉଛି। ଶୋଭାଯାତ୍ରାର ଆଗରେ ପଛରେ ବାଦ୍ୟକାରମାନଙ୍କର ଶ୍ରୁତି ମଧୁର ପରିବେଷଣ। ସେ ଟିକିଏ ଅନ୍ୟମନସ୍କ ହୋଇପଡ଼ିଥିଲେ। ହଠାତ୍ ଚେତି ଉଠି ଦେଖିଲେ ସେ ଯାବତୀୟ ଔଜ୍ଜଲ୍ୟ ଉଭେଇ ଯାଇଛି। ନରନାରୀ, ଶୋଭାଯାତ୍ରା, ବାଦ୍ୟକାର ସଭିଏଁ ଅଦୃଶ୍ୟ। ଚତୁର୍ଦିଗରେ ଆତଙ୍କଜନକ ଅନ୍ଧକାର। ସେ ଚମକି ପଡ଼ି ଆହୁରି ବି ଦେଖିଲେ ତାଙ୍କ ବାହନ ହାତୀ ନୁହେଁ, ଗୋଟାଏ ବିକଟାଳ କଙ୍କାଳ ଦେହି ବିକୃତ ହାସ୍ୟକାରୀ ପ୍ରେତ। ତାଙ୍କ ପରିଚିତ ଅପଦେବତାର ମୁହଁ। ସମ୍ମୁଖରେ ଗୋଟାଏ କିଟିମିଟି ଅନ୍ଧକାର ଅତଳ ଗର୍ତ୍ତ। ପ୍ରେତ ବାହନଟି ତାଙ୍କୁ ତାହାରି ଭିତରକୁ ଫୋପାଡ଼ି ଦେବାକୁ ଯାଉଛି। ତାଙ୍କ ନିଦ ଭାଙ୍ଗିଗଲା। ସେ ଉଠି ବସିଲେ। ଏ ସ୍ୱପ୍ନର ତାତ୍ପର୍ଯ୍ୟ କ'ଣ? ସେ ଭାବିବାକୁ ଆରମ୍ଭ କରିବା ବେଳକୁ ତାଙ୍କ ବ୍ୟକ୍ତିଗତ ପରିଚାରକ ଆସି ନିବେଦନ କଲା, ସ୍ୱୟଂ ରାଣୀ ତାଙ୍କୁ ଦେଖା କରିବାକୁ ଆସିଛନ୍ତି। ତତ୍କ୍ଷଣାତ୍ ବାହାରି ଆସିଲେ ଆନନ୍ଦ।
ରାଣୀଙ୍କୁ ସେ ଅଭିବାଦନ କରିବା ପୂର୍ବରୁ ରାଣୀ ତାଙ୍କୁ ପ୍ରଣାମ କରି କହିଲେ, ମହାତ୍ମା, ରାଜା ଆକସ୍ମିକ ଗୁରୁତର କୌଣସି ବ୍ୟାଧି ଦ୍ୱାରା ଆକ୍ରାନ୍ତ। ସେ ବାକ୍ଶକ୍ତି ରହିତ, ଖାଲି ଜୁଳୁ ଜୁଳୁ ଅନାଇ ରହିଛନ୍ତି। କିନ୍ତୁ ଆପଣ ଅଛନ୍ତି, ମୋର ଚିନ୍ତା କ'ଣ? ଆସନ୍ତୁ, ତାଙ୍କୁ ନିରାମୟ କରିଦିଅନ୍ତୁ, କେହି କିଛି ଜାଣିବା ପୂର୍ବରୁ। ଆଚ୍ଛା ଆଚ୍ଛା, ମୁଁ ଚେଷ୍ଟା କରିବି, କହିଲେ ଆନନ୍ଦ। କିନ୍ତୁ ସେ ଆତଙ୍କିତ ହେଲେ। ଅପଦେବତା ରାଜାଙ୍କ ଅସୁସ୍ଥତା ବିଷୟରେ ତାଙ୍କୁ କିଛି କହିନାହିଁ। ଏଇଟା କାହାରି କୁକର୍ମ ନା ରାଜାଙ୍କ ନିଜସ୍ୱ ବ୍ୟାଧି? ସେ କିଂକର୍ତ୍ତବ୍ୟ ମୂଢ଼ ହୋଇ ବସିଛନ୍ତି। କେହି ଜଣେ ପଶି ଆସିଲେ ତାଙ୍କ କକ୍ଷ ଭିତରକୁ। କୌଣସି ସାଧାରଣ ଲୋକ ସେମିତି ପଶି ଆସିବା କଥା ନୁହେଁ। ଆଶ୍ଚର୍ଯ୍ୟ ଓ ଅସନ୍ତୁଷ୍ଟ ହୋଇ ଆନନ୍ଦ ଦେଖିଲେ, ସିଏ ସାଧାରଣ ଲୋକ ନୁହେଁ, ସ୍ୱୟଂ ଯୁବରାଜ। ଗୋଟାଏ କ୍ରୂର ନିର୍ମମ ଯୁବକ ଭାବେ ତାର କୁଖ୍ୟାତି ଆନନ୍ଦଙ୍କର ଶ୍ରୁତିଗୋଚର ହୋଇଥିଲା। ଶୁଣ ବିଦେଶୀ, ଧମକ ଦେବା କଣ୍ଠରେ କହିଲେ ଯୁବରାଜ। ପିତୃଦେବ ମୃତ୍ୟୁ ପଥଗାମୀ, ତାଙ୍କୁ ମରିବାକୁ ଦିଅ। ଆଜି ନହେଲେ କାଲି ଅବଶ୍ୟ ଏ ରାଜ୍ୟ ହେବ ମୋର। କିନ୍ତୁ ମୁଁ ଚାହେଁ ଆଜି। ବୁଝିଲ? ତମ ଚମତ୍କାର ପ୍ରଦର୍ଶନରୁ ବିରତ ରୁହ, ନହେଲେ। ଯୁବରାଜ ପ୍ରସ୍ଥାନ କଲେ, କିନ୍ତୁ ତାତ୍ପର୍ଯ୍ୟପୂର୍ଣ୍ଣ ରୀତିରେ ନିଜ ତରବାରୀ ଉପରେ ଦୁଇଥର ହାତ ବୁଲାଇ ସାରି। କିଛି ସମୟ ପରେ ରାଣୀଙ୍କ ମୁଖ୍ୟ ଦାସୀ ଆସି ପହଞ୍ଚିଲେ। ମହାତ୍ମା, ଆଉ ବିଳମ୍ବ କାହିଁକି? ଚାଲନ୍ତୁ, ରାଜାଙ୍କୁ ନିରାମୟ କରିଦିଅନ୍ତୁ। ନା, ମୁଁ ପାରିବି ନାହିଁ, କହିଲେ ଆନନ୍ଦ। ଦାସୀ ଫେରି ଚାଲିଗଲେ। ସ୍ତବ୍ଧ ହୋଇ ବସି ରହିଥାନ୍ତି ଆନନ୍ଦ। ପହଞ୍ଚିଲେ କଟୁଆଳ। ଅତିଥି ମହାଶୟ, ତୁମେ କୁଆଡ଼େ ରାଜାଙ୍କ ଉପରେ ଚମତ୍କାର ପ୍ରୟୋଗ କରିବାକୁ ମନା କରିଦେଲ? ସେ ପ୍ରଶ୍ନ କଲେ। ହଁ, କାରଣ ବାସ୍ତବିକ ତାହା ମୋର ସାଧ୍ୟାତୀତ, ନମ୍ର ଭାବରେ ଉତ୍ତର ଦେଲେ ଆନନ୍ଦ। ତାହେଲେ ଆଉ ଏଠାରେ କାହିଁକି? ଏହା କହି ସେ ତାଳି ବଜାଇ ଦେବା ମାତ୍ରେ ଦୁଇ ଜଣ କର୍ମଚାରୀ ପଶି ଆସି ଆନନ୍ଦଙ୍କୁ ଧରି ନେଇ କାରାଗାରରେ ନିକ୍ଷେପ କଲେ। ରାଜାଙ୍କ ଉପରେ ତୁମ ଚମତ୍କାର ପ୍ରୟୋଗ କର, ନହେଲେ ଆଜୀବନ ଏଇଠି ରୁହ, ଶୁଣାଇଦେଲେ କଟୁଆଳ। ମଝିରେ ଥରେ ଯୁବରାଜ ଆସି ପାଟି କରି କହିଲେ, ତମେ ମୋ ପିତୃଦେବଙ୍କୁ ଭଲ କରିଦେବ ନାହିଁ, ନକଲେ ପ୍ରାଣଦଣ୍ଡ ପାଇବ। କିନ୍ତୁ ପାଖକୁ ଲାଗି ଆସି ସେ ଚୁପି ଚୁପି କହିଲେ, ପାଇବ ବିପୁଳ ପୁରସ୍କାର, ଅପେକ୍ଷା କର, ରାଜା ମରୁ। ରାତିର ପ୍ରଥମ ପ୍ରହରରେ ଆସି ଦେଖାଦେଲା ଅପଦେବତା। ସେ ହସି ହସି କହିଲା, ରାଜାର ରୋଗର ହେତୁ ମୁଁ ନୁହେଁ, ଏଇଟା ବଳେ ବଳେ ହୋଇଛି। କିନ୍ତୁ ମୁଁ ଏତିକି ଜାଣେ ଯେ ସେ ବଞ୍ଚିବ ନାହିଁ। ଅତଏବ ତମ ଭାଗ୍ୟ ଖୋଲିଯିବ। ଯୁବରାଜ ମନେ କରିବ ତମେ ହସ୍ତକ୍ଷେପ କରିଥିଲେ ରାଜା ବଞ୍ଚିଥାନ୍ତା। ତାହା ନ କରିବା ବାବଦରେ ସେ ତମକୁ ଆପ୍ୟାୟିତ କରିବ। ଅବଶ୍ୟ ତା ଉପରେ ବିଶ୍ୱାସ ରଖାଯାଇପାରେ ନା। ଆନନ୍ଦ ଅପଦେବତାକୁ ଧିକ୍କାର ଦେଇପାରିବା ପୂର୍ବରୁ ସେ ହଜିଗଲା। ଅତଏବ ସେ ନିଜକୁ ଧିକ୍କାର ଦେଲେ। ରାତି ଗହନ ହେଲା। ଆନନ୍ଦ ବହୁଦିନ ପରେ ବୁଦ୍ଧଙ୍କୁ ହୃଦୟର ସମସ୍ତ ଆବେଗ ଢାଳି ପ୍ରାର୍ଥନା କଲେ। ମୋତେ କ୍ଷମା କରନ୍ତୁ ପ୍ରଭୁ। ସେ କହିଲେ, ଆପଣଙ୍କ ଉପଦେଶ ଅମାନ୍ୟ କରି ମୁଁ ଚମତ୍କାର ପ୍ରଦର୍ଶନ କରି ଏ ପରିସ୍ଥିତିରେ ପଡ଼ିଛି। ଏଭଳି ଦଣ୍ଡ ଓ ଯନ୍ତ୍ରଣା ମୋର ପ୍ରାପ୍ୟ। କେତେବେଳେ ଟିକିଏ ତନ୍ଦ୍ରା ଆସିଯାଇଥିଲା। ସେ ଶୁଣିଲେ ତଥାଗତଙ୍କ କରୁଣାମୟ କଣ୍ଠସ୍ୱର। ତୁମ ପାଇଁ ମୋତେ ଏ ଚମତ୍କାର ସାଧନ କରିବାକୁ ପଡ଼ିଲା। ଆନନ୍ଦ ଆଖି ଖୋଲି ଦେଖିଲେ। ସେ ଆସି ବୈଶାଳୀର ଶାନ୍ତ ସ୍ନିଗ୍ଧ ପରିବେଶରେ ଅବସ୍ଥିତ ଗୋଟିଏ ବିହାର ଭିତରେ ଶାୟିତ।
ବୁଦ୍ଧ ତାଙ୍କୁ ସେ ଭୀଷଣ ପରିସ୍ଥିତି ଭିତରୁ ଉଦ୍ଧାର କରି ଅଦୃଶ୍ୟରେ ଉଡ଼ାଇ ଆଣିଥିଲେ। କୃତଜ୍ଞତାର ଅଶ୍ରୁ ବୁହାଇ ଆନନ୍ଦ ବୁଦ୍ଧଙ୍କ ଉଦ୍ଦେଶ୍ୟରେ ପ୍ରଣତ ହେଲେ। ହୁଏତ ଏ ସମଗ୍ର ବ୍ୟାପାର ଆନନ୍ଦଙ୍କ ସ୍ୱପ୍ନ ହୋଇଥାଇପାରେ। ଚମତ୍କାର ପ୍ରତି ତାଙ୍କ ମନରେ ଥିବା କିଞ୍ଚିତ୍ ଆକର୍ଷଣ ବିଦ୍ରୁତ କରିବା ନିମନ୍ତେ ବୁଦ୍ଧଙ୍କ କୃପାରୁ ଦୃଷ୍ଟ ସ୍ୱପ୍ନ।